ଓହୋ କି ଶୀତଲ ଓ ବୋଉଲୋ କି ଶୀତଲ ମୋ ଗାଣ୍ଡି ଥଣ୍ଡା ହେଲା ଲୋ। ଗଲୁ 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 ତୁ ଉଠିବୁନି କି? ଦିନ 8ଟା ହେଲାଣି ପା, ସ୍କୁଲର ଟାଇମ୍ ହେଲାଣି। ତୁ ସ୍କୁଲ ଯିବୁ, ଜଲ୍ଦି ଉଠ। ଯେତେ ଶୋଇବ ଏ ପିଲାଟା। ଗଲୁ ଗଲୁ ତୁ ଉଠିବୁନି କି? ସମିତି ଯାଇ ସ୍କୁଲ ଧରିଲେଣି। ଆରାମ ଛୁଆ, ଏଠି ଇଏ ଶୋଇଛି। ଲୋ ବୋଉଲୋ ମରି ଗଲ, ମୋ ଗାଣ୍ଡି କାଟିଲେ ଲୋ। ତୋ ଭଳିଆ କୁଳାଗାର ପୁଅ ପାଇଁ ମୋ ଜୀବନ ଧନ୍ୟ ହେଇଗଲା। ଶୀତ ଲାଗୁଛି ବୋଲି ବିଛଣାରେ କମ୍ବଳ ଘୋଡ଼ି ପଡ଼ି ରହିଛୁ। କି ବେ, ତୁ 5 ଦିନ ହେଲା କ'ଣ ଝାଡ଼ା ପାଦ ଯାଇନୁ କି ଗାଧେ ନାଉ? ଆରେ ତତେ ହିଁ କହୁଛି, ହେଣି କ'ଣ ଅନେଇଛୁ? ଛି 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 ଛି, କି ଗନ୍ଧ! ଇସ୍, ଏମିତିକା ଗନ୍ଧରେ ମୂଷା ମଶା କ'ଣ ସବୁ ମରିଯିବେ। ପେଟରେ ପେଟେ ଗୁହ ରଖିଛୁ। ଛି 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 ଛି, କି ଅଲାଜୁକ ଛୁଆ ତୁ। ଯା ଯା ଯା, ଜଲ୍ଦି ଯା, ଗାଧେଇ ଆସିବୁ ଆଉ ଝାଡ଼ା ପାରି ଆସିବୁ। ନହେଲେ ଆଜି ତୋର ଦିନକୁ ମୋର ଦିନେ। ଆଜି ତ ଗାଣ୍ଡି ଫଟେଇବି। ଯା ଯା। ଏ ମାଙ୍କର କଥା ଯା ସବୁ, ବାପାକୁ ନ କହିଥିଲେ ହେଇଥାନ୍ତାନି। ଆଉ ବାପା ନ ଜାଣିଥିଲେ ଆଉ 3 ଦିନ ପରେ ଝାଡ଼ା ପାରିଥାନ୍ତି। ଏକାଳେ 10 ଦିନ ହେଇଥାନ୍ତା। ଏ ପାଣିକି ଛୁଇଁବା ପାଇଁ ଭାରି ଡର ଲାଗୁଛି। କିସ କରିବା, ପାଣିକି ଟିକେ ଦେଖିବା ଛୁଇଁବା। ଓହୋ ଓହୋ ବୋଲୋ ବୋଲୋ, କି ଥଣ୍ଡା ଲୋ, କରେଣ୍ଟ ଲାଗିଲା ଲୋ। ଓହୋ ଓହୋ କି ଥଣ୍ଡା ଲୋ। ଓହୋ ନା, ଏ ପାଣିକି ଜମା ଛୁଇଁ ହବନି। ଏତେ ଥଣ୍ଡା ପାଣି, କରେଣ୍ଟ ଲାଗିଯାଉଛି ଦେହ ସାରା। ଝାଡ଼ା ପାରି ସିନା କପଡ଼ାରେ ପୋଛିଦେନି, କିନ୍ତୁ ପାଣିକି ଛୁଇଁ ହଉନି। କ'ଣ କରିବା, ନଗାଧେଇଲେ ବାପା ତ ମାରିବ ସେଣେ। ଯାଉଛି, ପାଣି ଟିକେ ଦେହରେ ଛିଞ୍ଚି ହେବି, ବାପାକୁ କମି ମୁଁ ଗାଧେଇ ପଡ଼ିଛି। ଯାଉଛି। ନା 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 ନା। ଓ ବୋଲୋ ବୋଲୋ ବୋଲୋ, ଥଣ୍ଡା ଲାଗୁଛି, ବାପା ଥାଉ, ପାଣି ଢାଳନି। ଓହୋ କରେଣ୍ଟ ଲାଗୁଛି। ଓହୋ ବାପା, ଓହୋ ଥାଉ, ସେତିକି ସେତିକି। ଓହୋ ଶୀତ ଲାଗୁଛି ଲୋ ବୋଉଲୋ। ଓହୋ ପାଣି ଛିଞ୍ଚି ହବୁ, ଗାଧେଇବୁନି। ଏବେ ମଜା ନେ ନେ ମଜା। କେମିତି ମଜା ଲାଗୁଛି? ଶୀତ ଲାଗୁଛି? କେମିତି ମଜା ଲାଗୁଛି? ଶୀତ ଲାଗୁଛି? ଏବେ ହେଲା, ଯା ଜଲ୍ଦି ବାହାରିକି ଏବେ ସ୍କୁଲ ଯା। କି ଶୀତ ଲୋ, କି ଶୀତ ଲାଗୁଛି ଲୋ। କ'ଣ ପଣ୍ଡା ପୁଅ, ଏତେ ଶୀତରେ ସକାଳୁ ସକାଳୁ ସ୍କୁଲ ଚାଲିଲ? ଜଣା ପଡୁନି, ଶୀତ ଲାଗୁଛି ମତେ। ସ୍କୁଲ ଯିବା ପାଇଁ କହୁଛନ୍ତି ଘର ଲୋକ। ତୁ ମତେ ପଚାରୁଛୁ କେମିତିଆ ଶୀତ ଲାଗୁନି ବୋଲି। ଶୀତ ଲାଗୁନି ନା ମତେ, ତୁ ଜାଣିପାରୁନୁ ଏତିକି ମତେ। ମାଲୋ ମା, ମୁଁ ଲୁଗାପଟା ଖୋଲି ଏ ନଳି ନିଲାମ କରିଦେଲା ଇଏ ପଣ୍ଡା ପୁଅ। କି ଶୀତ ଲୋ, ଥଣ୍ଡା ଲୋ। ଆରେ ଗଲୁ, ରହ ରହ, ମୁଁ ଯିବି ତୋ ସହିତ। ଆରେ ସାଙ୍ଗମାନେ, ତମେ ଆଜି ବି ସ୍କୁଲ ଆସିଛ? ହଁ ପା, ଘର ଲୋକ ମାରି ପିଟି କହିଲେ ସ୍କୁଲ ପଠା ଚାଲେ। ମୁଁ ବି ମନା କଲି, ଗାଣ୍ଡର ଗୋଇଠା ମାଇଲେ ପା। ହଁ ରେ, ଆମ ଘରେ ବି ସେମିତି। ବାପା ମତେ ମାରି ପିଟି କହିଲେ ସ୍କୁଲ ଯାଇତେ ପା। ହଉ, ମୋ ଗୋଟେ ଆଇଡିଆ ଅଛି। ସମସ୍ତେ ଆମେ ସ୍କୁଲ ଯାଇଛେ କି କେଠି ଯାଇଛେ କେହି କ'ଣ ଜାଣିପାରିବେ? ଆମେ ଚାଲ ଗୋଟେ କାମ କରିବା। ଆମେ ସମସ୍ତେ ମିଶି ଏ ଜାଗାରେ ନିଆଁ ଜାଳି ସେକି ହବା। ହଁ ସେକି ହବା। ତ ସାଙ୍ଗମାନେ, ତ ଏବେ ନିଆଁ ଲାଗିଗଲା। ସମସ୍ତେ ଆସିକି ଜଲ୍ଦି ଜଲ୍ଦି ସେକି ହୁଅ। ତ ସେଇ ଖୁସିରେ ମୋ କବିତାର ପାଦ କହୁଛି। ଦାଦା, କବିତା କହିବା ଷ୍ଟାର୍ଟ କରିନି, ଇଏ କରିବା ବାବା। ହଁ ତୁ କହ। ତ ମୋ କବିତାର ପାଦ ଆରମ୍ଭ କରୁଛି। ନିଆଁ ଏବେ ଲାଗିଗଲା, ସେକିବା ଆମେ ହାତ ପାଦ ଗାଣ୍ଡି, ତାପରେ ଆମେ ଶାନ୍ତି ହବା। ବୁଝିଲୁ ସାଙ୍ଗ, ଏ ଘର ଲୋକ ଜମା ଠିକ କହୁନାହାନ୍ତି। ଖାଲି କହୁଛନ୍ତି ଗାଧେଇବା ପାଇଁ। ଡେଲି ଡେଲି କିଏ ଗାଧେଇବା କରୁ? ଏ ଯୋଉ ଶୀତର ଗାଧେଇବା ଠିକ? ହଁ ପା, ମୁଁ ପା 4 ଦିନ ଗାଧେଇଥିଲି। ଘର ଲୋକ ଜବରଦସ୍ତି କରି ଗାଧେଇବା ପାଇଁ କହିଲେ। ଆରେ ସାଙ୍ଗ, ତୁ କେତେ ଦିନ ହେଲା ଗାଧେଇ ନାଉ? ଆରେ ମୁଁ 7 ଦିନ ହେଲା ଝାଡ଼ା ଯାଇନି କି ଗାଧେ ନାହିଁ। ଆରେ ହଁ ରେ, ମୁଁ ପା 10 ଦିନ କରିବି ବୋଲି ଭାବୁଥିଲି। 10 ଦିନ ହେଲା ଆଜି ହେଇଥିଲା 10 ଦିନ। ବାପା ପା ମାରିଲେ ଆଜି। ମୋର ଜମା ଆଜି 5 ଦିନ ହେଇଛି ବେ। 5 ଦିନ ହେଲା ଆଜି ବାପା ମାଇଲେ, ମୁଁ ଗାଧେଇଲି ଆଉ ଝାଡ଼ା ମାରିଲି। କହନା ରେ, ସକାଳୁ ଯେ ଗାଧୋଇ ଆସି ପାଣି ଯିବା କରେଣ୍ଟ ଲାଗୁଥିଲା। କହନା।
ତୁ ସାଙ୍ଗମାନେ ଏଇ ଦୁଃଖରେ ମୁଁ କବିତାର ପଦେ କହୁଛି। ବାବା ବାବା ଚୁପ୍। ତାହେଲେ କହୁଛି ଶୁଣ। ଶୀତ ଆସିବ ଯେବେ ଯେବେ, ଶୀତ ଆସିବ ଯେବେ ଯେବେ, ନିଆଁ ଜାଳିବା ଆମେ ତେବେ ତେବେ, ଗାଧୁଆ ଝାଡ଼ା ପାରିବା କରିବା ନାହିଁ, ଶୀତ ନ ଯାଇଥିବ ଯେବେ ଯେବେ। ବାବା ବାବା ବାବା।